ନବଯୌବନ ଦର୍ଶନ ନେତ୍ର ଉତ୍ସବ ଓ ଘୋଷଯାତ୍ରା ପାଇଁ ଇମାମୀନଗର ଚଳଚଞ୍ଚଳ। ବାଲେଶ୍ୱର ବାଲଗୋପାଳପୁର ସ୍ଥିତ ଇମାମୀନଗର ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବହୁ ପ୍ରତୀକ୍ଷିତ ଦୁର୍ଲଭ ନବଯୌବନ ଦର୍ଶନ ନେତ୍ର ଉତ୍ସବ ଉଭାଯାତ୍ରା ଓ ଘୋଷଯାତ୍ରା ନିମନ୍ତେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସାଙ୍ଗକୁ ଚଳଚଞ୍ଚଳ ହୋଇ ଉଠିଛି ଇମାମୀନଗର। ମନ୍ଦିର ପ୍ରଶାସନର ସୂଚନା ଅନୁସାରେ ଶ୍ରୀକ୍ଷେତ୍ରର ମହାପ୍ରଭୁଙ୍କର ରୀତିନୀତି ମୁତାବକ ଜୁନ 26 ତାରିଖ ଗୁରୁବାର ଦିନ ସକାଳ 9 ଘଟିକାରେ ଶ୍ରୀଜୀଉମାନଙ୍କର ନବଯୌବନ ଦର୍ଶନ ନେତ୍ର ଉତ୍ସବ ଓ ଉଭାଯାତ୍ରାରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ସେହିପରି ଜୁନ 27 ତାରିଖ ଶୁକ୍ରବାର ଦିନ 9 ଘଟିକା 10 ମିନିଟ୍ ସମୟରେ ଆରତୀ ଅବକାଶ, 10 ଘଟିକାରେ ମଙ୍ଗଳାର୍ପଣ, 10 ଘଟିକା 15 ମିନିଟ୍ରେ ଆଜ୍ଞାମାଳ, 11 ଘଟିକା 30 ମିନିଟ୍ରେ ଧାଡ଼ି ପହଣ୍ଡି ଏବଂ 3 ଘଟିକାରେ ଛେରା ପହଁରା ସାଙ୍ଗକୁ ଅପରାହ୍ନ 4 ଘଟିକାରେ ରଥଟଣା ଅନୁଷ୍ଠିତ ହେବ। ରାତି 8 ଘଟିକା 45 ମିନିଟ୍ରେ ଶୟନ ଆରତୀ ପରେ ଆଲୋକମାଳା ଓ ଭକ୍ତିମୟ ପରିବେଶରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିବେ ଶ୍ରୀଜୀଉମାନେ। ଜୁନ 28 ତାରିଖ ଶନିବାର ଠାରୁ ଜୁଲାଇ 4 ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଅପରାହ୍ନ 4 ଘଟିକା 30 ମିନିଟ୍ରୁ 8 ଘଟିକା 30 ମିନିଟ୍ ପର୍ଯ୍ୟନ୍ତ ଇମାମୀନଗର ଗୁଣ୍ଡିଚା ମନ୍ଦିର ସ୍ଥିତ ମେଳା ପଡ଼ିଆରେ ସୁଦୂର ବୃନ୍ଦାବନରୁ ଆସିଥିବା ବିଶିଷ୍ଟ ଆଧ୍ୟାତ୍ମିକ ସଂସ୍ଥାର କଳାକାରଙ୍କ ଦ୍ୱାରା ଶ୍ରୀକୃଷ୍ଣ ଚରିତ ରାସଲୀଳା ଅନୁଷ୍ଠିତ ହେବା ସାଙ୍ଗକୁ ପ୍ରତ୍ୟେକ ଦିନ ସକାଳ 10 ଘଟିକା 30 ମିନିଟ୍ ଠାରୁ ଅପରାହ୍ନ ପର୍ଯ୍ୟନ୍ତ ଇମାମୀ କଲୋନୀର ଲେଡିଜ୍ କ୍ଲବ ପକ୍ଷରୁ ମହିଳାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରାନ୍ତରରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ସଂକୀର୍ତ୍ତନ, କୁନି କୁନି ପିଲାମାନଙ୍କ ଦ୍ୱାରା ଚିତ୍ରାଙ୍କନ କାର୍ଯ୍ୟକ୍ରମ ସହିତ ଦାଣ୍ଡିଆ ନୃତ୍ୟ, ରଙ୍ଗୋଲି, ଦୀପ ପ୍ରଜ୍ୱଳନ ସହିତ ହେରା ପଞ୍ଚମୀରେ ମହାଲକ୍ଷ୍ମୀଙ୍କ ଦ୍ୱାରା ରଥଭଙ୍ଗା କାର୍ଯ୍ୟକ୍ରମ ଭଳି ବହୁ ଚିତ୍ତାକର୍ଷକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଗୁଣ୍ଡିଚା ମନ୍ଦିର ମେଳା ପଡ଼ିଆରେ ଅନୁଷ୍ଠିତ ହେବ। ଜୁଲାଇ 5 ତାରିଖ ଶନିବାର ଦିନ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉମାନଙ୍କର ସମସ୍ତ ରୀତିନୀତି ସମ୍ପନ୍ନ ସାଙ୍ଗକୁ ଅପରାହ୍ନରେ ଶ୍ରୀଜୀଉମାନଙ୍କର ଧାଡ଼ି ପହଣ୍ଡି, ଛେରା ପହଁରା, ବାହୁଡ଼ା ଯାତ୍ରା ଓ ରଥଟଣା ଅନୁଷ୍ଠିତ ହେବ। ରାତି 8 ଘଟିକାରେ ରଥମାନଙ୍କର ସିଂହଦ୍ୱାର ବିଜେ ଏବଂ ଅଧରପଣା ନୀତି ସମ୍ପନ୍ନ ହେବ। ରାତି 9 ଘଟିକାରେ ଧାଡ଼ି ପହଣ୍ଡିରେ ଶ୍ରୀଜୀଉମାନଙ୍କର ରତ୍ନ ସିଂହାସନକୁ ବିଜେ କରିବେ। ସେହିପରି ଜୁଲାଇ 6 ତାରିଖ ରବିବାର ଦିନ ସମସ୍ତ ରୀତିନୀତି ସମ୍ପନ୍ନ ପରେ ସକାଳ 8:30 ଠାରୁ ସୁନାବେଶରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେବେ। ଏହି ରଥଯାତ୍ରା ଉତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତମାନଙ୍କର ସମାଗମକୁ ଲକ୍ଷ୍ୟ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା, ଜଳସିଞ୍ଚନ, ସ୍ୱାସ୍ଥ୍ୟସେବା, ପ୍ରତ୍ୟେକ ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ସିସି କ୍ୟାମେରା ବ୍ୟବସ୍ଥା କରାଯିବା ସାଙ୍ଗକୁ ସ୍ଥାନୀୟ ରେମୁଣା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ଆଦି ସମସ୍ତ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ସରିଥିବା ବେଳେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ତଥା ଇମାମୀ ଗ୍ରୁପର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ରାଧେଶ୍ୟାମ ଅଗ୍ରୱାଲ ଓ ଶ୍ରୀ ରାଧେଶ୍ୟାମ ଗୋୟଙ୍କାଙ୍କ ନିର୍ଦ୍ଦେଶରେ ମନ୍ଦିର ପ୍ରଶାସନର ମୁଖ୍ୟ ପୁରୋଧା ଶ୍ରୀ ସୁଶୀଲ କୁମାର ଗୋୟଙ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିବା ସମ୍ପର୍କରେ ମନ୍ଦିର ପ୍ରଶାସନ ତଥା ଇମାମୀ କାଗଜ କଳର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ପାଢ଼ୀ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁମାନେ ଯୋଗ ଦେବାକୁ ସେ ନିବେଦନ କରିଛନ୍ତି।